हेलो स्टूडेंट्स, वेलकम टू बेक आवर यूट्यूब चैनल भाइब्रेट एजुकेशन। ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି ହିଷ୍ଟ୍ରିର ମାଷ୍ଟର କ୍ଲାସ୍, ଯେଉଁଟାକି ଦଶମ ଶ୍ରେଣୀଙ୍କ ପିଲାମାନଙ୍କ ପାଇଁ ଅଟେ। ଆଜି ଆମେ ସେର ପ୍ରଥମ ଅଧ୍ୟାୟର ପ୍ରଥମ ପାଠକୁ ଡିସ୍କସନ୍ କରିବା। ବିଷୟର ନାଁ କ'ଣ? ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ। ଏଇଟା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ନୋଟ୍ସ, ଏଇଟାକୁ ମୁଁ ମାନେ ତୁମମାନଙ୍କ ପାଇଁ ନେଇ ଆସିଛି। ପିଲାମାନେ ତୁମମାନଙ୍କୁ କ'ଣ ହୁଏ କି, ମାନେ ଯେତେବେଳେ ବହି ପଢ଼, ବହିରେ କ'ଣ ହୁଏ, ଯେଉଁ ଗୋଟେ ଗୋଟେ ଧର ଦେଇଛି ନୋଟ୍, ଏଠି ଧର ଦେଇଛି 1918, ଆଉ ତା ତଳକୁ ଦୁଇ ତିନି ଲାଇନ୍ ପଢ଼ିଲା ପରେ ସେ ପୁଣି ଦେଇଥିବ ଏଠି 1909। ଏଭଳିଆ ସବୁ ପଢ଼ିବା ପାଇଁ ଅସୁବିଧା ହୁଏ ନା। ସେଥିପାଇଁ ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି ପୁରା ମସିହା ଭାଇ, ମାନେ ଯେଉଁ ପ୍ରଥମ ଥର ଗୋଟେ ବିଷୟରେ 1869ରେ ଗାନ୍ଧିଜୀଙ୍କ ଜନ୍ମ, ତାପରେ କ'ଣ ରହିଲା 1882ରେ ଗାନ୍ଧିଜୀଙ୍କ ବିବାହ, ଏଭଳିଆ ମସିହାକୁ ପୁରା ସଜାଡ଼ିକି ତୁମମାନଙ୍କ ପାଇଁ ନେଇ ଆସିଛି ନୋଟ୍। ତ ପିଲାମାନେ ଭିଡ଼ିଓ କମ୍ପ୍ଲିଟ୍ ଦେଖିବ। ভিডিওটি ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଚ୍ୟାନେଲରେ ନଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିବ। ଚାଲନ୍ତୁ ଏ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ପିଲାମାନେ ବିଷୟର ନେମ୍ କ'ଣ ରହିଛି ନା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ। ସେଇ ବିଷୟର ମାନେ ଦେଖ, ମୁଁ ଯେମିତି କହିଥିଲି 1869 ଖ୍ରୀଷ୍ଟାବ୍ଦ। 1869 ଖ୍ରୀଷ୍ଟାବ୍ଦରେ କ'ଣ ହେଇଛି, ମହାତ୍ମା ଗାନ୍ଧୀଙ୍କ ଜନ୍ମ କେଉଁଠାରେ ନା ପୋରବନ୍ଦରଠାରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଛି। ତାପରେ ନେକ୍ସଟ 1882 ଖ୍ରୀଷ୍ଟାବ୍ଦରେ ସେମିତି କ'ଣ ହେଇଛି, 1882 ଖ୍ରୀଷ୍ଟାବ୍ଦରେ କସ୍ତୁରବାଙ୍କ ସହିତ ଗାନ୍ଧିଜୀଙ୍କ ବିବାହ ହୋଇଛି। କେତେ ବର୍ଷ ବୟସରେ ହିସାବ କରିଦିଅ ଏଠୁ। 1882 ମସିହାରେ କସ୍ତୁରବାଙ୍କ ସହିତ ଗାନ୍ଧିଜୀଙ୍କ ବିବାହ ହୋଇଛି, ମାନେ ଗାନ୍ଧିଜୀଙ୍କ ଜନ୍ମଠାରୁ ତାଙ୍କ 13 ବର୍ଷ ପରେ କସ୍ତୁରବାଙ୍କ ସହିତ ବିବାହ ହୋଇଛି। କାହାଙ୍କର? ଗାନ୍ଧିଜୀଙ୍କ ସହିତ କସ୍ତୁରବାଙ୍କର ବିବାହ ହୋଇଛି। ଆଉ ଜାଣିଛୁ ପିଲାମାନେ, କସ୍ତୁରବାଙ୍କୁ ସମସ୍ତେ ସ୍ନେହରେ ବା ବୋଲି ମଧ୍ୟ ସମ୍ବୋଧନ କରୁଥିଲେ, ବା ବୋଲି ମଧ୍ୟ ଡାକୁଥିଲେ। ତାପରେ ଦେଖ 1888 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବା ପାଇଁ ଗାନ୍ଧିଜୀ ବିଲାତ ଯାତ୍ରା କରିଥିଲେ। ବିଲାତ ଗାନ୍ଧିଜୀ କେଉଁଠାକୁ ଯାଇଥିଲେ ବାରିଷ୍ଟରୀ ପଢ଼ିବା ପାଇଁ? ବିଲାତ ଯାଇଥିଲେ। କେଉଁ ମସିହାରେ ନା 1888 ମସିହାରେ ଯାଇଥିଲେ। ନେକ୍ସଟ ଦେଖ 1894। 1894 କ'ଣ ହେଇଛି, ଗାନ୍ଧିଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ ଗଠିତ ହୋଇଛି। 1894ରେ ଗାନ୍ଧିଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ ଗଠିତ ହୋଇଛି। এই ଯେଉଁ ନାଟାଲ ଭାରତୀୟ କଂଗ୍ରେସଟି ଗାନ୍ଧିଜୀଙ୍କ ଦ୍ୱାରା କାହିଁକି ଗଠିତ ହୋଇଥିଲା ଜାଣିଛୁ କି ପିଲାମାନେ? ସେଇଟା କ'ଣ ପାଇଁ ଗଠିତ ହୋଇଥିଲା? ଗୋଟେ ମିନିଟ୍ ଟିକେ ଖାଲି। ଯେତେବେଳେ ସବୁ ଆମ ଦେଶରେ କ'ଣ ବର୍ଣ୍ଣ ବୈଷ୍ଣବ ନୀତି କି ଦକ୍ଷିଣ ଆଫ୍ରିକାରେ ଯେଉଁ କାମ କରୁଥିବା ଶ୍ଵେତାଙ୍ଗମାନେ ଯେଉଁ କଳା ବର୍ଣ୍ଣ ବୈଷ୍ଣବ ନୀତି, ଯେଉଁ କଳା ଲୋକମାନଙ୍କୁ ଯେଉଁ ଅତ୍ୟାଚାର କରୁଥିଲେ, ସେଇ ସବୁ କାରଣ। ଏବଂ ଆଉ ଗୋଟେ ଥିଲା ଆମ ଭାରତୀୟମାନଙ୍କ ପାଇଁ, ଭାରତୀୟମାନେ ଯେଉଁ ରାତି 9ଟା ହେଲା ପରେ, ରାତି 9ଟା ପରେ କାରଣ ବାହାରି ପାରିବେ ନାହିଁ, ବାହାରକୁ ବାହାରି ପାରିବେ ନାହିଁ। ଆଉ ଗୋଟେ ଥିଲା ନାମ ପଞ୍ଜୀକରଣ କରି ଭୋଟ୍ ଦେବାକୁ ପଡ଼ୁଥିଲା। ଆମର ଯେତେବେଳେ ଭୋଟ୍ର ବ୍ୟବସ୍ଥା ଥିଲା, କ'ଣ କରାଯାଉଥିଲା ନା ପ୍ରଥମେ ନାମକୁ ପଞ୍ଜୀକରଣ କରିବା ପାଇଁ ପଡ଼ିବ, ତାପରେ ଭୋଟ୍ ଦେବା ପାଇଁ ପଡ଼ିବ। ସେଇଭଳିଆ ରେଳରେ ମଧ୍ୟ ଏ ଯେଉଁ ରେଳଗାଡ଼ି, ତାଙ୍କର ପ୍ରଥମ ଦ୍ୱିତୀୟ ବଗିରେ କେବଳ ସେଇମାନେ ଯିବେ, କେଉଁମାନେ? ଇଂରେଜମାନେ କି ତାଙ୍କର ଯେଉଁ ଶ୍ଵେତାଙ୍ଗମାନେ। ତାପରେ ଭାରତୀୟମାନେ ଆଉ ସବୁ ପଛ ବଗିରେ ଯିବେ। ବ୍ୟବସାୟୀ, ବାଣିଜ୍ୟ, ଜାହାଜ ମାଲିକ, ଶ୍ରମିକମାନଙ୍କୁ ଶ୍ଵେତାଙ୍ଗମାନେ କୁଲି ବୋଲି ମଧ୍ୟ ସମ୍ବୋଧନ କରୁଥିଲେ। ଏଇଭଳି ସବୁ କାରଣ ପାଇଁ ଯେଉଁ 1894 ରହିଛି, 1894 ମସିହାରେ ଗାନ୍ଧିଜୀ କ'ଣ କଲେ ନା ଗାନ୍ଧିଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ ଗଠିତ ହୋଇଥିଲା। ଏହିସବୁକୁ ବିରୋଧ କରିବା ପାଇଁ ଗାନ୍ଧିଜୀ କ'ଣ କରିଥିଲେ ନା ନାଟାଲ ଭାରତୀୟ କଂଗ୍ରେସକୁ ଗଠିତ କରିଥିଲେ। ତାପରେ ଆସିଲା କ'ଣ, କେତେ ମସିହା? 1906 ମସିହା। ଦେଖ ପିଲାମାନେ, ନିଜ ଭଳିଆ କହିଥିଲି ମୁଁ, ପ୍ରାୟ ବିଷୟ ଭାଇ ମାନେ ମସିହା ମାନେ ସବୁ ସଜାଡ଼ି ରଖାଯାଇଛି। 1894 ଗଲା, ତାର 1906। 1906ରେ କ'ଣ ହେଇଛି ପିଲାମାନେ ଦେଖ, ଦକ୍ଷିଣ ଆଫ୍ରିକାରେ ପ୍ରତ୍ୟେକ ଭାରତୀୟଙ୍କୁ ନିଜ ଆଙ୍ଗୁଳି ଛାପ ଥିବା ପ୍ରମାଣପତ୍ର ସବୁ ସମୟ ରଖିବା ପାଇଁ ପ୍ରଣୀତ ଆଇନ ବିରୋଧରେ ଗାନ୍ଧିଜୀ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏଇଟା ମାନେ ଗାନ୍ଧିଜୀଙ୍କ ପ୍ରଥମ ସତ୍ୟାଗ୍ରହ କେଉଁଠାରେ ନା ଦକ୍ଷିଣ ଆଫ୍ରିକାରେ। ସେ ବି କେଉଁ ଆଇନ ବିରୋଧରେ? ସେତେବେଳେ ଗୋଟେ ନିୟମ ଥିଲା, ଯେମିତି ଏବେ ଆମର ଅଛି କ'ଣ ଆଧାର କାର୍ଡ଼, ସେତେବେଳେ ଗୋଟେ ନିୟମ ଥିଲା ତାଙ୍କର ଗୋଟେ ରଖିବା ପାଇଁ ଗୋଟେ ପ୍ରମାଣପତ୍ର, କ'ଣ ନା ନାମ ଆଙ୍ଗୁଳି ଛାପ ଥିବ। ସେଠି ଯେମିତି କ'ଣ ହେଇଥିଲା, ତାଙ୍କୁ ନାମ ପଞ୍ଜୀକରଣ କରି ଭୋଟ୍ ଦେବା ପାଇଁ ପଡ଼ୁଥିଲା। ଏଠି ସେମିତି ତାଙ୍କର ଆଙ୍ଗୁଳି ଯେଉଁ ଛାପ ଥିବ, ସବୁ ଆଙ୍ଗୁଳି ଛାପ ଥିବା ପ୍ରମାଣପତ୍ର ନିଜ ସାଙ୍ଗରେ ସବୁବେଳେ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ଏହା ବିରୁଦ୍ଧରେ ଗାନ୍ଧିଜୀ କେଉଁ ମସିହାରେ ନା 1906 ମସିହାରେ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ। କେଉଁମାନଙ୍କ ବିରୁଦ୍ଧରେ? ଇଂରେଜମାନଙ୍କ ବିରୁଦ୍ଧରେ। ଯେଉଁ ଇଂରେଜମାନଙ୍କ ବିରୋଧରେ ଗାନ୍ଧିଜୀ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ। କେଉଁଠି? ଦକ୍ଷିଣ ଆଫ୍ରିକା, ସାଉଥ ଆଫ୍ରିକାରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏଇଟା ମନେ ରଖିଥିବେ ପିଲାମାନେ, ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ୍ ପରୀକ୍ଷାରେ ମଧ୍ୟ ଆସେ।
देख पे 1906 दुईट कम होती माने जो आम जो विषय अच्छी भारतीय जातीय आंदोलन में गांधीजी का आविर्भाव से जो 1906 मसीह दुईट कम होती से विषय अनुଯାयी प्रथम काम कौन ना गांधीजी दक्षिण आफ्रिकार प्रथम सत्याग्रह यू आईन विरोध में कौन आईन ना आंगुली छाप प्रमाण पत्र सब समय रखा प्रणीत आईन विरोध में तापर कौन होती आउ गोटे कौन होती 1906 ख्रीष्टाब्द सेप्टेम्बर 11 माने 1906 सेप्टेम्बर 11 तारिख में जोहान्सबर्गर एम्पायर थिएटर थाए भारतीय माने कला आईन विरोध में दृढ़ संकल्प ग्रहण कले। कला आईन कौन कौन पे कला आईन ये जो प्रथम आईन कथा कही पे ये जो गांधीजी दक्षिण आफ्रिका आंदोलन ये जो आंगुली छाप थिया प्रमाणपत्र समय समय रखा बाध्यतामूलक सहीटा को ही कला आईन कहुई जेटा कि भारत में सेप्टेम्बर 11 जोहान्सबर्गर एम्पायर थिएटर ठारे भारतीय माने कला आईन विरोध में दृढ़ संकल्प ग्रहण कले। से 1908 कौन देख 1908 ख्रीष्टाब्द अगस्ट मासरे दक्षिण आफ्रिकार श्वेतांग सरकार द्वारा प्रणीत देशांतर गमन निषेध आईन विरोध में नाटाल पार हो ट्रांसवाल को अनुप्रवेश कले। 1913 मसीह कौन पे 1913 मार्च रे दक्षिण आफ्रिकार उच्चतम न्यायालय निष्पत्ति क्रमे ख्रीष्टियान रीति अनुसार संपादित होइनथिबा पंजीकरण होइनथिबा भारतीय मानक विवाह स्वीकृति प्रत्याहार एवं यह विरोध में गांधीजी दक्षिण आफ्रिकार शेष आंदोलन माने एटा हूँ गांधीजी दक्षिण आफ्रिकार शेष आंदोलन कौटा ना 1913 मार्च 14 क्यों आईन विरोध जो ख्रीष्टियान रीति थिला ता विरोध में हूँ शेष आंदोलन पुणी कौटे ना दक्षिण आफ्रिकार देख 1913 गांधीजी शेष आंदोलन सरला कौटी दक्षिण आफ्रिका से भारत फेरिए ना फेरिए से 1915 जनवरी 9 तारिख में गांधीजी भारत को प्रत्यावर्तन। तो देख पे 1915 कौन होती ना 1915 जनवरी 9 तारिख में गांधीजी भारत प्रत्यावर्तन कर देख 1916 ख्रीष्टाब्द कौन होती 1916 ख्रीष्टाब्द साबरमती नदी कूल गांधीजी द्वारा एक आश्रम स्थापन कराई गांधीजी गोटे आश्रम स्थापन कर कौटी पुणी साबरमती नदी कूल यहाँ मोटे गोटे इंपोर्टाट सर्ट क्वेश्चन यहाँ पे भी मन रखि परीक्षा बेले बेले पड़ जाए। 1917 ख्रीष्टाब्द कौन होती देख इंग्रेज उपनिवेश गुड़िक भारतीय माने नियुक्ति बंद करने विरोध में धमक एवं चंपारण मतीहार गांधीजी पदार्पण 1917 कौन होता राजकुमार शुक्ल नामक जड़े स्थानीय नेता निमंत्रण क्रमे गांधीजी जाते कौटी की चंपारण सदर महकुआ मतीहार जाते ना चंपारण जो सदर महकुआ रही कौन मतीहारी को जाइए किए गांधीजी जाइए क्यों मसीह 1917 एप्रिल मसरे लिखाई 1917 एप्रिल मसरे चंपारण मतीहारी को पदार्पण करते किए गांधीजी पदार्पण करते से समय चंपारण आंदोलन विरोध में लड़ाई चलता। नेक्स्ट क्वेश्चन देख पे देख पे यहीटा आसला 1919 ख्रीष्टाब्द जोटा कि आमर जो यही विषय रही गांधीजी पदार्पण भारतीय जातीय आंदोलन में गांधीजी पदार्पण बा आविर्भाव यहाँ हूँ 1919 मसीहा हूँ विषय शेष ख्रीष्टाब्द माने यही विषय अनुसार शेष ख्रीष्टाब्द देख कौन कौन हो विषय मैंने यही ख्रीष्टाब्द प्रथम है 1919 मार्च 18 कौन पे मार्च 18 राउलात आईन ब्रिटिश व्यवस्था सभार गृहीत माने से समय राउलात आईन जो राउलात आईन के ये माने सभार गृहीत होता 1919 मार्च 18 से फेब्रुआरी मस कौन देख फेब्रुआरी रे राउलाट आईन को विरोध करने गांधीजी द्वारा एक सत्याग्रह कमिटी गठन माने भारत यहाँ प्रथम सत्याग्रह नुहे भारत प्रथम सत्याग्रह कौन चंपारण आंदोलन जोटा कि 1917 एप्रिल मसरे गांधीजी से पदार्पण कले और से कौन करते आंदोलन आरंभ करते एटा किंतु ये फेब्रुआरी मसरे राउलात आईन को विरोध करने गोटे सत्याग्रह कमिटी गठन कर देख यहाँ गला के प्रथम गला फेब्रुआरी मार्च 18 व्यवस्था सभा गृहीत होती माने गृहीत होगा पूर्व जो महात्मा जापार कि हम तापाई गोटे विरोध गोटे कमिटी गोटे गठन कर के फेब्रुआरी मसरे कमिटी गठन होती मार्च 18 राउलात आईन गृहीत होती एप्रिल मसरे देख पे एप्रिल मसरे राउलात आईन विरोध में देशव्यापी हड़ताल पालन कराला हड़ताल मान के देख प्रथम पुणी कहीदे फेब्रुआरी मसरे कौन है जितने राउलात आईन जितने गृहीत हो जना पड़ा फेब्रुआरी मसरे विरोध करने कमिटी गठन होती मार्च 18 राउलात आईन गृहीत होबार किसी दिन पर माने एप्रिल मसरे मार्च पर एप्रिल तो एप्रिल 6 कौन होती ना देश सारा लोक गांधीजी कथार हड़ताल पालन कर विरोध में ये जो राउलात आईन अच्छी राउलात आईन विरोध में हड़ताल पालन कर देशव्यापी लोक
ଆଉ ନେକ୍ସଟ କ'ଣ ଦେଇଛି ପିଲାମାନେ ଦେଖ, ଏପ୍ରିଲ 6 ଗଲା। ଏପ୍ରିଲ 10 ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚିଲୁ ଗିରଫ। ଏଇ ଯେଉଁ ହରତାଳ ପାଳନ ହୋଇଥିଲା ତାରି ପରେ ପରେ କ'ଣ ହେଇଛି ନା ଡକ୍ଟର ସତ୍ୟପାଲ ଆଉ ଡକ୍ଟର ସୈଫୁଦ୍ଦିନ କିଚିଲୁ ଗିରଫ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ, ଏଇଟା ମନେ ରଖିଥିବ। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ମୁଁ ଏଠି ମାରିଦେବି ଦେଉଛି। ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିଥିବ। ତାପରେ ନେକ୍ସଟ ଦେଖ ପିଲାମାନେ, ଏପ୍ରିଲ 13ରେ ଜାଲିଆନାବାଗ ହତ୍ୟାକାଣ୍ଡ ସଂଘଟିତ। ଏଇଟା ଆମେ ପିଲାମାନେ ଜାଣିଛେ, ଜାଲିଆନାବାଗ ହତ୍ୟାକାଣ୍ଡ ମାନେ କ'ଣ ହେଇଥିଲା, ବୈଶାଖୀ ପର୍ବ ପାଳନ ପାଇଁ ଯେତେବେଳେ ଦେଶବ୍ୟାପୀ ମାନେ ଦେଶର ବହୁତ ସାରା ଲୋକ ଏଇଠାରେ ଯେଉଁ ସଂଗଠିତ ହୋଇଥିଲେ, ସେତେବେଳେ ଜେନେରାଲ ଡାୟାରଙ୍କ ମାନେ ନିର୍ଦ୍ଦେଶକ ଆଖି ବୁଜା ଗୁଳିଚାଳନା ହେଇଥିଲା। ମାନେ ଯେତେବେଳେ ବହୁତ ଲୋକ ଥିଲେ ସମସ୍ତଙ୍କ ବାଟ ବନ୍ଦ। ଏଇଠି ଗୋଟେ ଧର, ଏଇଟା ହେଉଛି ଜାଲିଆନାବାଗ ହତ୍ୟାକାଣ୍ଡ। ଏଠି 2ଟା କି 4ଟା ଏମିତି ଗେଟ୍ ଅଛି, ଯେତେବେଳେ ସବୁ ଲୋକ ଅଛନ୍ତି ସବୁ ଗେଟ୍ ମାରିଦେଇ ଆଖି ବୁଜା ଗୁଳିଚାଳନା କରାଯାଇଥିଲା। ସେଇଭଳି ଏପ୍ରିଲ 18ରେ କ'ଣ ହେଇଛି ଦେଖ, ଏପ୍ରିଲ 18ରେ ଗାନ୍ଧିଜୀଙ୍କ ଦ୍ୱାରା ରାଉଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ। ପୁଣି ଏପ୍ରିଲ 18ରେ କ'ଣ ହେଇଛି, ଗାନ୍ଧିଜୀଙ୍କ ଦ୍ୱାରା ରାଉଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ, ମାନେ ବନ୍ଦ କରିଦିଆଯାଇଥିଲା ଏପ୍ରିଲ 18ରେ। ତ ପିଲାମାନେ ଆଜିର ଭିଡ଼ିଓରେ ଆମେ ଯେଉଁ ରହିଲା ପ୍ରଥମ ପାଠର ପ୍ରଥମ ଅଧ୍ୟାୟ ଗାନ୍ଧିଜୀଙ୍କ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ, ଏଇଟାର ଟୋଟାଲ ଯେତେ ବି ରହିଛି ମସିହା ସବୁ ଠିକ୍ ଭାବରେ ସଜାଡ଼ି ଆମେ ଡିସ୍କସନ୍ କରିଦେଲେ। ୟାର ଯଦି ତୁମକୁ ନୋଟ୍ ଦରକାର, ମାନେ ଇମ୍ପୋର୍ଟାଣ୍ଟ ନୋଟ୍ ଦରକାର, ଆମେ ଟେଲିଗ୍ରାମ ଚ୍ୟାନେଲରେ ଦେଇଦେଉଛୁ, ମୁଁ PDF ଦେଇଦେଉଛି ଆମ ଟେଲିଗ୍ରାମ ଚ୍ୟାନେଲରେ। ଚ୍ୟାନେଲର ଯେଉଁ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ୍ ଡିସ୍କ୍ରିପ୍ସନ୍ରେ ଅଛି। ତୁମେ ଡିସ୍କ୍ରିପ୍ସନ୍ର ଟେଲିଗ୍ରାମ ଚ୍ୟାନେଲକୁ ଯାଇ PDFକୁ ଦେଖିପାରିବ। କମ୍ପ୍ଲିଟ୍ PDF, ଇମ୍ପୋର୍ଟାଣ୍ଟ PDF ଯେଉଁଟାକି ନିଜ ହାତରେ ଲେଖା ହେଇଛି, ସେଟା ମୁଁ ଦେଇଦେଇଛି କେଉଁଥିରେ, ଟେଲିଗ୍ରାମରେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ପିଲାମାନେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ଆଉ ଯଦି ଏହାର ପାର୍ଟ 2 ଦରକାର କମେଣ୍ଟରେ ମଧ୍ୟ ନିହାତି କରିବେ, ହଁ ସାର୍ ଏହାର ପାର୍ଟ 2 ବନାନ୍ତୁ। ଆଉ ଆମେ ଏହାର ସର୍ଟ କ୍ୱେଶ୍ଚନ୍ ମଧ୍ୟ ଡିସ୍କସନ୍ କରିବା ଏହାର ନେକ୍ସଟ ଭିଡ଼ିଓରେ। ଠିକ୍ ଅଛି ପିଲାମାନେ, ଥ୍ୟାଙ୍କ ୟୁ ପିଲାମାନେ, ଦେଖା ହେବା ଏଇଭଳି ଗୋଟେ ନେକ୍ସଟ ଭିଡ଼ିଓରେ।